ଜଗନ୍ନାଥ ବଲ୍ଲଭ ମଠରେ କ୍ଷେତ୍ରାଧିପତି ଆଧ୍ୟାତ୍ମିକ ଜ୍ୟୋତିର୍ବାସ୍ତୁ ଟ୍ରଷ୍ଟ ଆନୁକୂଲ୍ୟରେ ଶ୍ରୀକ୍ଷେତ୍ରରେ ଦୁର୍ଗା ମାଧବ ଉପାସନା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ଡକ୍ଟର ବଳରାମ ଦାସ ସଭାରେ ସଭାପତିତ୍ୱ କରି ଶ୍ରୀକ୍ଷେତ୍ରରେ ଶାକ୍ତ ମାନଙ୍କର ପ୍ରାଚୀନ ପୀଠ ଓ ଶ୍ରୀମନ୍ଦିରରେ ଦୁର୍ଗା ମାଧବ ଉପାସନା ସମଗ୍ର ଭାରତରେ ଅନନ୍ୟ। ଏହା ଶାକ୍ତ ପୀଠ ରୂପେ ପ୍ରସିଦ୍ଧି ଅର୍ଜନ କରିଛି। ଜଗନ୍ନାଥ ସ୍ୱୟଂ ଶକ୍ତି ଉପାସନାର ସ୍ୱରୂପ। ସମ୍ପାଦକ ଅଧ୍ୟାପକ ଦୟାନିଧି ପଣ୍ଡା ଶାକ୍ତ କର୍ମ ଓ ଶ୍ରୀମନ୍ଦିରରେ ଦୁର୍ଗା ମାଧବ ଉପାସନାର ବ୍ୟାଖ୍ୟା କରିଥିଲେ। ଅଧ୍ୟକ୍ଷ ଡକ୍ଟର କମଳାକାନ୍ତ ମିଶ୍ର, ଗବେଷକ ନାରାୟଣ ନନ୍ଦ, ପ୍ରବଚକ ଦଣ୍ଡପାଣି ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ବେଦ, ଉପନିଷଦ ଓ ପୁରାଣ ଶାସ୍ତ୍ରରେ ଶାକ୍ତ ପରମ୍ପରାର ସ୍ୱରୂପ ଓ ଗୁପ୍ତ ଗୁଣ୍ଡିଚା ଯାତ୍ରା, ବିମଳା ମନ୍ଦିର ଓ ନାରାୟଣୀ ମନ୍ଦିରରେ ପୂଜାର୍ଚ୍ଚନା ସମ୍ପର୍କରେ ଆଲୋକପାତ କରିଥିଲେ। ଆଲୋଚନା ଚକ୍ରରେ ପୂର୍ଣ୍ଣଚନ୍ଦ୍ର ସାହୁ, ସଞ୍ଜୟ କୁମାର ନନ୍ଦ, ଅଶୋକ କୁମାର ଆଢ୍ୟ, କୋଟେଶ୍ୱର ପାତ୍ର, ସୁଭାଷ ଚନ୍ଦ୍ର ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଡକ୍ଟର ଐଶ୍ୱର୍ଯ୍ୟା କର ଧନ୍ୟବାଦ ଅର୍ପଣ କରିଥିଲେ।